ଅତି ଗର୍ବେ ହତ ଲଙ୍କା ଏ କଥାଟା ଆମେ ସମସ୍ତେ କେବେ ନା କେବେ ନିଶ୍ଚୟ ଶୁଣିଥିବା ନୁହେଁ କି? ଇତିହାସର ପୃଷ୍ଠା ଉଲଟାଇଲେ ବାରମ୍ବାର ଗୋଟିଏ ସାଧାରଣ ସତ୍ୟ ଦେଖିବାକୁ ମିଳେ। ଅତି ଗର୍ବ ଏବଂ ଅହଙ୍କାର ବଡ଼ ବଡ଼ ସାମ୍ରାଜ୍ୟକୁ ମାଟିରେ ମିଶାଇ ଦେଇଛି। ଲଙ୍କା ଏବଂ କୌରବମାନଙ୍କର ବିନାଶ ଏହାର ସବୁଠାରୁ ବଡ଼ ଉଦାହରଣ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କ'ଣ ଜାଣିଛନ୍ତି? ଏହି ଅହଙ୍କାର କେବଳ ବଡ଼ ବଡ଼ ସାମ୍ରାଜ୍ୟକୁ ଧ୍ୱଂସ କରେ ନାହିଁ, ବରଂ ଗୋଟିଏ ଛୋଟ ପୋଖରୀରେ ରହୁଥିବା ଏକ ସାଧାରଣ ପ୍ରାଣୀର ମଧ୍ୟ ପତନର କାରଣ ସାଜିପାରେ। ଆସନ୍ତୁ ଏହି କାହାଣୀ ଭିତରକୁ ଟିକେ ଗଭୀର ଭାବରେ ଯିବା। କଳ୍ପନା କରନ୍ତୁ ଗୋଟିଏ ବହୁତ ଶାନ୍ତ ଏବଂ ସୁନ୍ଦର ପୋଖରୀ। ସେଠାରେ ରହୁଥିବା ଅନେକ ଜୀବଜନ୍ତୁଙ୍କ ଭିତରୁ ସବୁଠାରୁ ଅଲଗା ଥିଲା ଗୋଟିଏ ବଡ଼ ବେଙ୍ଗ। ତାର ଗର୍ବ ଆଉ ଅହଙ୍କାର ସେହି ପୋଖରୀର ଆକାରଠାରୁ ମଧ୍ୟ ବହୁତ ବଡ଼ ଥିଲା। ସେ ଭାବୁଥିଲା ଯେ ଏ ଦୁନିଆରେ ତାଠାରୁ ବଡ଼ ଆଉ ଶକ୍ତିଶାଳୀ ପ୍ରାଣୀ କେହି ନାହାନ୍ତି। ତାର ପ୍ରତିଟି କଥାରେ ଦାମ୍ଭିକତା ଝଲସି ଉଠୁଥିଲା, ସତେ ଯେମିତି ସେ ସେହି ଜାଗାର ଏକମାତ୍ର ରାଜା। ଏଠାରେ ସବୁଠାରୁ ମଜାଦାର କଥା ହେଉଛି ସେହି ପାର୍ଥକ୍ୟ ଯାହା ବେଙ୍ଗର ମନ ଏବଂ ବାସ୍ତବତା ଭିତରେ ଥିଲା। ଭାବନ୍ତୁ ଥରେ, ଗୋଟିଏ ପଟେ ସେ ନିଜକୁ ପୁରା ଦୁନିଆର ମାଲିକ ଭାବୁଛି, ଆଉ ଅନ୍ୟପଟେ ପ୍ରକୃତ ସତ ହେଉଛି ସେ କେବଳ ଗୋଟେ ଛୋଟ ପୋଖରୀର ସାଧାରଣ ବେଙ୍ଗଟିଏ ଛଡ଼ା ଆଉ କିଛି ନୁହେଁ। ମନୋବିଜ୍ଞାନରେ ଏହାକୁ ଇଲ୍ୟୁଜନ୍ ଅଫ୍ ଗ୍ରାଣ୍ଡିଅର ବା ମିଥ୍ୟା ଗର୍ଭ କୁହାଯାଏ। ବେଙ୍ଗର ଏହି ଭ୍ରମ ହିଁ ତା ପାଇଁ ସବୁଠାରୁ ବଡ଼ ବିପଦର ଘଣ୍ଟି ଥିଲା। କିନ୍ତୁ ଆଜ୍ଞା, ମିଛ ଗର୍ବ କେବେ ବେଶୀ ଦିନ ତିଷ୍ଠି ରହିପାରେ ନାହିଁ। ଦିନେ ହଠାତ୍ ସେହି ପୋଖରୀ କୂଳକୁ ଗୋଟେ ବିରାଟ ବଡ଼ ବଳଦ ପାଣି ପିଇବାକୁ ଆସିଲା। ବେଙ୍ଗର ଛୁଆମାନେ ନିଜ ଜୀବନରେ ଏତେ ବଡ଼ ଜନ୍ତୁ କେବେ ଦେଖିନଥିଲେ। ସେମାନେ ପୁରା ଆଶ୍ଚର୍ଯ୍ୟ। ସେମାନେ ଧଇଁସଇ ହୋଇ ଦୌଡ଼ିଯାଇ ବାପାଙ୍କୁ କହିଲେ, ବାପା ବାପା, ଆମେ ଆଜି ଏତେ ବଡ଼ ଗୋଟେ ଜନ୍ତୁ ଦେଖିଲୁ ଯେ ତାହାର ଗୋଟିଏ ପାଦ ପୁରା ଆମ ପୋଖରୀ ସମାନ। ପିଲାମାନଙ୍କ ଆଖିରେ ଥିବା ସେହି ଆଶ୍ଚର୍ଯ୍ୟ ଏବଂ ଭୟ ବୟାନ କରୁଥିଲା ଯେ ସେମାନେ ପ୍ରକୃତରେ ଗୋଟେ ବିଶାଳକାୟ ପ୍ରାଣୀର ସାମ୍ନା କରିଛନ୍ତି। ସାଧାରଣତଃ ଏମିତି ଅବସ୍ଥାରେ କେହି ବି ବାସ୍ତବତାକୁ ମାନିନେଇ ଚୁପ୍ ରହିଯିବା କଥା। କିନ୍ତୁ ଆମ ଗର୍ବୀ ବେଙ୍ଗର କଥା ଅଲଗା। ସେ ହସିଦେଇ କହିଲା, କ'ଣ ସେଟା ମୋଠାରୁ ବି ବଡ଼? ରୁହ, ମୁଁ ଦେଖାଉଛି। ଏହା କହି ସେ ଗଭୀର ନିଶ୍ୱାସ ନେଇ ନିଜକୁ ଫୁଲାଇବାକୁ ଲାଗିଲା। ସେ ଛୁଆମାନଙ୍କୁ ପଚାରିଲା, ସେ ସମାନ ହେଲାଣି କି ନାହିଁ? ଆଉ ଯେତେବେଳେ ଛୁଆମାନେ ନାହିଁ କଲେ, ସେ ନିଜ ଜିଦ୍ରେ ଏତେ ପାଗଳ ହୋଇଗଲା ଯେ ନିଜ ଶାରୀରିକ ସୀମାକୁ ଅତିକ୍ରମ କରି ଆହୁରି ଜୋରରେ ପବନ ଭରିବାକୁ ଲାଗିଲା। ଆଉ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣିଛନ୍ତି? ତାକୁ ବାସ୍ତବତାର ଚେତାବନୀ ବାରମ୍ବାର ମିଳୁଥିଲା। ତାର ନିଜ ଛୁଆମାନେ ସଫା କହୁଥିଲେ, ନାଇଁ ବାପା, ତୁମେ ଏତେ ଫୁଲିଲା ପରେ ବି ତାର ଗୋଟେ ଗୋଡ଼ ସମାନ ବି ହୋଇନାହିଁ। କିନ୍ତୁ ଯେତେବେଳେ ଆଖିରେ ଅହଙ୍କାରର ପର୍ଦ୍ଦା ପଡ଼ିଯାଏ, ସେତେବେଳେ ସାମ୍ନାରେ ଥିବା ନିରାଟ ସତ୍ୟ ମଧ୍ୟ ଦେଖାଯାଏ ନାହିଁ। ବେଙ୍ଗଟି ତାର ଜିଦ୍ ଆଗରେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲା। ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ପ୍ରକୃତିର ନିୟମ ଏବଂ ନିଜର ସୀମା ବିରୁଦ୍ଧରେ ଯାଇ କିଛି କରାଯାଏ, ତାର ଫଳାଫଳ କେବେ ବି ଭଲ ହୁଏ ନାହିଁ। ଛୁଆମାନଙ୍କର କଥା ଶୁଣି ବେଙ୍ଗଟି ଏତେ ରାଗିଗଲା ଯେ ସେ ହିତାହିତ ଜ୍ଞାନ ହରାଇ ବସିଲା। ନିଜକୁ ସର୍ବଶ୍ରେଷ୍ଠ ପ୍ରମାଣିତ କରିବାର ଜିଦ୍ରେ ସେ ଶେଷଥର ପାଇଁ ନିଜ ଭିତରକୁ ଏତେ ଜୋରରେ ପବନ ଟାଣିନେଲା ଯେ ହଠାତ୍ ଠଣକାରୀ ଏକ ଭୟଙ୍କର ଶବ୍ଦ ହେଲା। ପେଟଟି ଏହି ଅତ୍ୟଧିକ ଚାପକୁ ସମ୍ଭାଳି ନ ପାରି ସେଇଠି ହିଁ ଫାଟିଗଲା। ବସ୍ ଗୋଟିଏ ମୁହୂର୍ତ୍ତରେ ସବୁ ଶେଷ। କେବଳ ଟିକିଏ ଅହଙ୍କାର କାରଣରୁ ତାର ଜୀବନ ଚାଲିଗଲା। ଆଉ ତାପରେ ସବୁକିଛି ଚୁପ୍। ସେହି ବିସ୍ଫୋରଣ ପରେ ପୋଖରୀଟି ପୁଣି ଥରେ ସମ୍ପୂର୍ଣ୍ଣ ଶାନ୍ତ ପଡ଼ିଗଲା। ନିଜର ମିଛ ଅସ୍ତିତ୍ୱ ଜାହିର କରିବାକୁ ଯାଇ ଏକ ଜୀବନ କିପରି ମୂଲ୍ୟହୀନ ଭାବରେ ନଷ୍ଟ ହୋଇଗଲା, ତାହା ବାସ୍ତବରେ ଖୁବ୍ ଦୁଃଖଦାୟକ। କିନ୍ତୁ ଏହି ଶାନ୍ତ ପରିବେଶ ଭିତରେ ଆମ ସମସ୍ତଙ୍କ ପାଇଁ ଏକ ବହୁତ ଗଭୀର ବାର୍ତ୍ତା ରହିଯାଇଛି। ଏହି ଛୋଟିଆ କାହାଣୀଟି ସରିଗଲା ସତ, କିନ୍ତୁ ଏହାର ଶିକ୍ଷାକୁ ଆମ ଜୀବନରେ ପ୍ରୟୋଗ କରିବା ନିହାତି ଆବଶ୍ୟକ। ମୂଳ ଶିକ୍ଷାଟି ହେଲା, ଅତି ଗର୍ବ କରିବା ଆଦୌ ଭଲ ନୁହେଁ। ନିଜର ସୀମା ବାହାରକୁ ଯାଇ ଅଯଥା ଦେଖାଣିଆ କାମ କଲେ ବିପଦ ଆସିବା ସୁନିଶ୍ଚିତ। ଯେମିତିକି ଆମେ ଆରମ୍ଭରୁ ଆଲୋଚନା କରୁଥିଲେ, ଅତି ଗର୍ବେ ହତଲଙ୍କା ଅତି ମାନେ ଚକୌରବା। ରାବଣ ଏବଂ କୌରବମାନେ ନିଜ ସମୟର ସବୁଠାରୁ ଶକ୍ତିଶାଳୀ ଥିଲେ, ତଥାପି ସୀମାହୀନ ଅହଙ୍କାର ସେମାନଙ୍କୁ ଧ୍ୱଂସ ଆଡ଼କୁ ନେଇଯାଇଥିଲା। ଏହି ବେଙ୍ଗଟି ମଧ୍ୟ ସେହି ସମାନ ଭୁଲ କଲା। ପ୍ରକୃତିର ନିୟମ ତ ସମସ୍ତଙ୍କ ପାଇଁ ସମାନ ନା? ଯଦି ଆମେ ଏହାର ମୁଖ୍ୟ କଥାଗୁଡ଼ିକୁ ଦେଖିବା, ତେବେ ତିନୋଟି ଜିନିଷ ସ୍ପଷ୍ଟ ହୋଇଯାଏ। ପ୍ରଥମ, ଗର୍ବ ଏମିତି ଏକ ଜିନିଷ ଯାହା ବାସ୍ତବତାକୁ ଆମ ଆଖି ଆଗରୁ ଲୁଚାଇ ଦିଏ। ଦ୍ୱିତୀୟ, ଯେତେବେଳେ ଆମେ ଜାଣିଶୁଣି ପ୍ରମାଣିତ ସତ୍ୟକୁ ଅଣଦେଖା କରୁ, ସେତେବେଳେ ଆମର ପତନ ନିଶ୍ଚିତ ହୋଇଯାଏ। ଆଉ ତୃତୀୟ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ କର୍ମ ଓ ପରିଶ୍ରମ ଦ୍ୱାରା ନିଜକୁ ଉନ୍ନତ କରିପାରିବା, କିନ୍ତୁ କେବଳ ଫମ୍ପା ଅହଙ୍କାର ଦ୍ୱାରା କେବେ ବି ପ୍ରକୃତ ସୀମାକୁ ଅତିକ୍ରମ କରିପାରିବା ନାହିଁ। ଏବେ ଏହି ଆଲୋଚନାକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଗୋଟିଏ ପ୍ରଶ୍ନ ଉପରେ ଟିକେ ଚିନ୍ତା କରିବା। ଏକ ସୁସ୍ଥ ଆତ୍ମବିଶ୍ୱାସ କେବେ ଏକ ବିନାଶକାରୀ ଅହଙ୍କାରରେ ପରିଣତ ହୁଏ?
ଦେଖନ୍ତୁ, ନିଜ ଉପରେ ବିଶ୍ୱାସ ରଖିବା ବହୁତ ଭଲ କଥା, କିନ୍ତୁ ସେହି ସରୁ ରେଖାଟିକୁ ଚିହ୍ନିବାକୁ ପଡ଼ିବ ଯେଉଁଠାରେ ଆତ୍ମବିଶ୍ୱାସ ଶେଷ ହୁଏ ଏବଂ ଅହଙ୍କାରର ଆରମ୍ଭ ହୁଏ। ନିଜର ସାମର୍ଥ୍ୟକୁ ଚିହ୍ନିବା ସହ ନିଜର ସୀମାକୁ ମଧ୍ୟ ସମ୍ମାନ କରିବା ବହୁତ ଜରୁରୀ। ଆଶା କରୁଛୁ ଆଜିର ଏହି ବିଶ୍ଳେଷଣଟି ନିଶ୍ଚିତ ଭାବରେ ସମସ୍ତଙ୍କୁ ଏକ ନୂଆ ଦୃଷ୍ଟିକୋଣ ପ୍ରଦାନ କରିଥିବ।